ବିଜୁ ବାବୁଙ୍କୁ ଯୋଉ ଲୋକମାନେ କିଛି ଦେଖି ନାହାନ୍ତି, କିଛି ଲୋକ ଦେଖିନା, ତୋ ପ୍ରଶ୍ନ ସେୟା ଥିଲା ନା। ଜାତୀୟ ଜନକ ମହାତ୍ମା ଗାନ୍ଧୀଙ୍କୁ କେତେ ଜଣ ଏଠି ଯୋଉମାନେ ବସିଛନ୍ତି କିଏ ଦେଖିଛନ୍ତି? ମୁଁ ତ ଦେଖିନି। କିନ୍ତୁ ଜାତୀୟ ଜନକ ମହାତ୍ମା ଗାନ୍ଧୀଙ୍କର ନୀତି ଆଦର୍ଶ 200 ବର୍ଷ ଗୋରା ଶାସନକୁ ଅନ୍ତ କରିବାରେ ଯାହା କହୁଥିଲେ ଦେବବାବୁ, ନୀତି ଆଦର୍ଶ ଚିନ୍ତାଧାରା ମରେ ନାହିଁ, ସିଏ ଯାହାକୁ କହନ୍ତି ଅଜର ଅମର। ଅଜର ଅମର। ତେଣୁ ମହାତ୍ମା ଗାନ୍ଧୀ ନ ଦେଖିଥିଲେ ମଧ୍ୟ ଆଜି ଭାରତରେ ତାଙ୍କର ନୀତି ଆଦର୍ଶ ହଜାର ହଜାର ଲୋକ ପୃଥିବୀରେ ସେ ଶାନ୍ତିର ଦୂତ ତାହା ପ୍ରଭାବିତ ହେଉଛନ୍ତି। ତେଣୁ ବିଜୁ ବାବୁଙ୍କୁ ଯିଏ ବି କୁହନ୍ତୁ, ସେ ଯିଏ ହୁଅନ୍ତୁ, ଆମର କୌଣସି ଅସ୍ୱାଭାବ ନାହିଁ। ଆମେ ଖୁସି ହଉ କଣ କହିବି, ସୀମା ସରହଦରେ ଆମେ ବିଜୟଙ୍କୁ ବାନ୍ଧି ରଖିବାକୁ ଚାହୁଁନାହୁଁ। ଶୁଣ, ତା ମୁଁ ବ୍ୟକ୍ତି ବିଷୟ ନା ଉପରେ କହିବି, କିନ୍ତୁ ତୁମେ ଯୋଉ ପ୍ରଶ୍ନଟି କଲ, ଯଦି ମହାତ୍ମା ଗାନ୍ଧୀଙ୍କୁ ଆମେ ଦେଖିନାହୁଁ, ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ଦେଖିନାହୁଁ, କିନ୍ତୁ ସେ ନୀତି ଆଦର୍ଶ କ'ଣ ଜାଣିବାରେ, ତାକୁ ଅନୁସରଣ କରିବାରେ କିଛି ବାଧକତା ରହିଛି, କିଛି ପ୍ରତିବନ୍ଧକ ଅଛି କି? ସେମିତି ତ କିଛି ନାହିଁ, ନ ଦେଖିପାରୁ, କିନ୍ତୁ ତାକୁ କିନ୍ତୁ ତଥାପି ବରିଷ୍ଠ ନେତା ତ ବସିଛନ୍ତି, ମାନେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ବସିଛନ୍ତି, ଆମର ପୂର୍ବତନ ମନ୍ତ୍ରୀ, ଆମର ଭାଇସ୍ ପ୍ରେସିଡେଣ୍ଟ ମହୋଦୟ, ସିନିୟର ଭାଇସ୍ ପ୍ରେସିଡେଣ୍ଟ ସଭାପତି। ସେଇଟାই କହୁଛି, ଆପଣ ଖାଲି ଏତିକି ରଖିଥାନ୍ତୁ, ଆଟଲିଷ୍ଟ ଆଜି ଯୋଉ ଆପଣଙ୍କୁ ଆଡ୍ରେସ କରୁଛନ୍ତି, ଯୋଉମାନେ ବି ଆମେ ଏଠି ଅଛୁ, ବିଜୁ ବାବୁଙ୍କ ସାଙ୍ଗରେ ଓତପ୍ରୋତ ଭାବେ ସଂଶ୍ଳିଷ୍ଟ ଥିଲୁ। ଆଉ ଆମର ସୌଭାଗ୍ୟ ଯେ ଧର ଦେବୀ ଭାଇ ବସିଛନ୍ତି, ସେ କନେକ୍ଟିଂ ଲିଙ୍କ, ସେ ଯୁବ ଜନତାର ସଭାପତି ଥିଲେ ବିଜୁ ବାବୁଙ୍କ ସମୟରେ, ପରବର୍ତ୍ତୀ ଅବସ୍ଥାରେ ନବୀନ ବାବୁଙ୍କ ସମୟରେ ପୁଣି ଥରେ ଯୁବ ଜନତା ସଭାପତି, ବିଜୁ ବାବୁଙ୍କ ବେଳେ ଶେଷ ସଭାପତି, ନବୀନ ବାବୁଙ୍କ ବେଳେ ପ୍ରଥମ ସଭାପତି। ଅଶୋକ ପଣ୍ଡା ମହୋଦୟ ବ୍ୟକ୍ତିଗତ ଭାବେ ଓତପ୍ରୋତ ଭାବେ ଜଡିତ, ଓତପ୍ରୋତ ଭାବେ ଜଡିତ ଗଣମାଧ୍ୟମ ମାଧ୍ୟମରେ ଆପଣଙ୍କର ସାଥୀ। ମୁଁ ନିଜେ ବିଜୁ ବାବୁଙ୍କର କଥାରେ ବାଣୀ ବିହାରରେ ପ୍ରେସିଡେଣ୍ଟ ଲଢିଲି, ଜିତିଲି। ଆପଣ ମନେ ରଖିଥାନ୍ତୁ, କଥା ବହୁତ କୁହାଯିବ, ବାସ୍ତବତା ଏଇଟା, ସତ୍ୟ ଏଇଟା। ଧନ୍ୟବାଦ।